ଭାଲୁ ଟାଙ୍କୁଲା ଜ୍ୱର ବେଳେ ଫରେଷ୍ଟର ଗୁରୁତର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କେରୁଜଳି ଗ୍ରାମରେ ଭାଲୁଟିଏ ନିକଟସ୍ଥ ଜଙ୍ଗଲରୁ ଆସି କେରୁଜଳି ଗ୍ରାମରେ ପଶିଯାଇଥିଲା। ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ଭାଲୁଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ କରି ବିଫଳ ହେଉଥିଲା ଏବଂ ସଙ୍ଗେ ସଙ୍ଗେ କପିଳାସ ରାପିଡ୍ ରେସ୍କ୍ୟୁ ଟିମ୍କୁ ଡକାଇଥିଲେ। ଟିମ୍ ପହଞ୍ଚି ଟ୍ରାଙ୍କୁଲାଇଜର କରିବା ପାଇଁ ପ୍ରଥମ ଟ୍ରାଙ୍କୁଲାଇଜର କରିଥିଲେ। ସେଥିରେ ଭାଲୁଟି ଅଚେତନ ହେବା ଫଳରେ ଦ୍ୱିତୀୟ ଡୋଜ୍ ଟ୍ରାଙ୍କୁଲାଇଜର କରିବାକୁ ଯାଇଥିଲା ବେଳେ ଭାଲୁଟି ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। ଦୌଡ଼ା ଦୌଡ଼ିରେ ଭୁଲ ବଶତଃ ଫରେଷ୍ଟରଙ୍କ ପିଛାରେ ଟ୍ରାଙ୍କୁଲାଇଜର ଡୋଜ୍ ଲାଗିଯାଇଥିଲା। ଫଳରେ ସଙ୍ଗେ ସଙ୍ଗେ ଫରେଷ୍ଟର ଅଚେତ ହୋଇଗଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଫରେଷ୍ଟର ହେଲେ ବିରାଶାଳ ସେକ୍ସନ ଫରେଷ୍ଟର ଦୀପକ ସାହୁ। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କେରୁଜଳି ଗ୍ରାମରେ ଏହି ଘଟଣାଟି ଘଟିଛି। ଏପରି ଭାଲୁଟି ଗ୍ରାମରେ ରହି ଆତଙ୍କ ଖେଳାଇଥିଲା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ତୁରନ୍ତ ଭାଲୁଟିକୁ ସ୍ଥାନାନ୍ତର ପାଇଁ ଦାବି ହୋଇଛି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ। गला एपटको ए पाल ठीक जा पपन हेरा पिला गलेनी पिला गले एटा हल्लु जी हल्लु धूप दे दीप दे माटी घटरे पैड़ थई रहे मार बाट चाही। जय जय दुर्गा माँ, जय जय दुर्गा माँ, जय जय दुर्गा माँ, जय जय माँ, जय जय दुर्गा माँ, जय जय दुर्गा माँ, जय जय दुर्गा माँ, जय जय